ବର୍ତ୍ତମାନର ବଡ଼ ଖବର, ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ୍ୟୁ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କଣିଆ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଅର୍କିଳ ଗ୍ରାମରେ। ସୂଚନା ମୁତାବକ ମୃତକଙ୍କ ସହିତ ତାଙ୍କ ବାପା ଓ ମାଙ୍କର କୌଣସି କାରଣବଶତଃ ପ୍ରଚୁର ଝଗଡ଼ା ହୋଇଥିଲା। ସେଥିରେ ରାଗିଯାଇ ସଞ୍ଜୀବ ମାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ସେଥିରେ ବାପା ମୁରଲୀଧର ବେହେରା ପୁଅ ଠାରୁ ଜୋର ଜବରଦସ୍ତ ଟାଙ୍ଗିଆ ଛଡ଼ାଇ ନେଇଥିଲା ଓ ସେହି ଟାଙ୍ଗିଆରେ ପୁଅକୁ ହାଣିବା ସହିତ ଚୋଟ ମାରିଥିଲା, ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସଙ୍ଗେ ସଙ୍ଗେ ବାପା ଓ ମା ମିଶି ମୃତଦେହକୁ ଜଙ୍ଗଲରେ ପୋତି ଦେଇଥିଲେ। ତେବେ ଘଟଣାର 6 ଦିନ ପରେ ଖବର ପାଇ ରେଙ୍ଗାଲି ପୋଲିସ ମୃତଦେହକୁ ଜବତ କରିବା ସହିତ ବାପା ଓ ମାଙ୍କୁ ଥାନାରେ ଅଟକ ରଖିଥିବାର ସୂଚନା ମିଳିଛି। ରେଙ୍ଗାଲି ଥାନା ପୋଲିସ ଘଟଣାସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି। ଅଧିକ ସୂଚନା ପାଇଁ ଆମ ଫୋନ୍ ଲାଇନ୍ରେ ଆମ ସହିତ ଯୋଡ଼ି ହୋଇଛନ୍ତି ଆମ କଣିଆ ପ୍ରତିନିଧି କୈଳାସ ଚନ୍ଦ୍ର ନାୟକ। କୈଳାସ, କ'ଣ ରହିଛି ସମ୍ପୂର୍ଣ୍ଣ ଘଟଣାଟି? କାହିଁକି ଏପରି ପରିସ୍ଥିତି ସୃଷ୍ଟି ହେଲା ଯେ ବାପା ତା ପୁଅକୁ ଅତି ନୃଶଂସ ଭାବରେ ହତ୍ୟା କଲା? ଦେଖନ୍ତୁ ଦେବାଶିଷ, କଟକ ବାଲିଅନ୍ତାର ଦୃଶ୍ୟ ମନରୁ ଲିଭି ନଥିବା ସମୟରେ ଅନେକ ଦୃଶ୍ୟ ସାମ୍ନାକୁ ଆସିଛି। ଆଜି ଏକ ଚାଞ୍ଚଲ୍ୟକର ହୃଦୟ ବିଦାରକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଦେଖନ୍ତୁ ଦେବାଶିଷ, ବାପାର କ୍ରୋଧ ନେଇପାରେ 32 ବର୍ଷୀୟ ପୁଅର ଜୀବନ। ଘଟଣାକୁ ଲୁଚେଇବାକୁ ଯାଇ ଘର ଠାରୁ କିଛି ଦୂର ଜଙ୍ଗଲକୁ ନିଆଯାଇପାରେ ଏବଂ ସେଠାରେ ମାଟି ଖୋଳି ଗାତ କରି ପୁଅକୁ ପୋତା ଯାଇପାରେ। ଏବଂ ଏ ଘଟଣାଟି ଘଟିଛି ରେଙ୍ଗାଳି ଥାନା ଅନ୍ତର୍ଗତ ଅର୍କିଳି ଗ୍ରାମରେ। ପୁଅ ସଞ୍ଜୀବ ବେହେରା, ବାପା ମୁରଲୀଧର ବେହେରା। ଦେବାଶିଷ, ଏଭଳି ଘଟଣା କାହିଁକି ଘଟିଲା? ଦେବାଶିଷ, ଯାହା ତଥ୍ୟ ଆସିଛି, ଯାହା ସୂଚନା ଆସିଛି, ମୁରଲୀଧର ବେହେରାଙ୍କ ଏକମାତ୍ର ପୁଅ ସଞ୍ଜୀବ ବେହେରା ବିଧି ବିଧାନ ଏବଂ ରୀତିନୀତି ଅନୁସାରେ ବାପାଙ୍କ କଥା ଅନୁସାରେ ପ୍ରଥମ ବିବାହ କରିଥିଲେ ଏବଂ ପ୍ରଥମ ପତ୍ନୀର 2ଟି ସନ୍ତାନ ମଧ୍ୟ ଅଛି। ଏବଂ ସଞ୍ଜୀବ ଦ୍ୱିତୀୟ ବିବାହ କରିଥିଲେ ଏବଂ ଦ୍ୱିତୀୟ ବିବାହ କରିବା ପାଇଁ ବି ମନୋନୀତ କରିଥିଲେ। ସେ ଦ୍ୱିତୀୟ ବିବାହ କୋଉଠି କରିଥିଲେ ନା ଢେଙ୍କାନାଳ ଜିଲ୍ଲା ହିନ୍ଦଳ ଅଞ୍ଚଳରେ ଦ୍ୱିତୀୟ ବିବାହ କରିଥିଲେ। ଯେତେବେଳେ ସେ ଦ୍ୱିତୀୟ ବିବାହ କରିଥିଲେ, ଦ୍ୱିତୀୟ ପତ୍ନୀକୁ ଯେତେବେଳେ ଘରକୁ ନେଇ ଆସିଥିଲେ, ଘରେ ବାପା ମା ଗ୍ରହଣ କରିନଥିଲେ ଏବଂ ପ୍ରଥମ ପତ୍ନୀ ମଧ୍ୟ ତାକୁ ଗ୍ରହଣ କରିନଥିଲେ, ଯାହା ଫଳରେ ସଞ୍ଜୀବ ଘର ଠାରୁ, ନିଜ ବାସଭବନ ଠାରୁ କିଛି ସାଇଡରେ ଜାଗା ଥିଲା, ସେଠାରେ ନିଜେ ସେ ଘର ତିଆରି କରି ସେ ପତି ପତ୍ନୀ ସେଠାରେ ରହି ଆସୁଥିଲେ। ଏବଂ ସେଇ ଦିନ ଠାରୁ ସେକେଣ୍ଡ ବିବାହ କରିବାର 4 ବର୍ଷ ବିତିଗଲାଣି। ସେଇ ଦିନ ଠାରୁ ସେମାନେ ସେହି ଘରେ ରହୁଥିଲେ ଏବଂ ତା ପରବର୍ତ୍ତୀ ସମୟରେ ବାଦ ବିବାଦ ପରିବାର ସହିତ ଲାଗିଥିଲା, ବାପା ମା ସହିତ ପରିବାର ସହିତ ଲାଗିଥିଲା। ଏପରି ପରିସ୍ଥିତି କାହିଁକି ପୁଜିଲା, ଏପରି ଚରମ ସୀମାରେ କାହିଁକି ପହଞ୍ଚିଲା? ଯେହେତୁ ବିବାଦ ଲାଗି ରହିଥିଲା, ପୁଅ କ'ଣ କରିଛି, ବିଗତ 5 ଦିନ ବିତିଗଲାଣି, ପୁଅ କ'ଣ କରିଛି, ରାଗ ସମୟରେ ମାକୁ ଟାଙ୍ଗିଆ ସାହାଯ୍ୟରେ ହାଣିବାକୁ ଯାଇଥିଲା। ସେଠାରେ ମାକୁ ଯେତେବେଳେ ଆକ୍ରମଣ କରିବା ପାଇଁ ଉଠିଥିଲା, ସେତେବେଳେ ବାପା ସେଇଠାରେ ଥିଲେ। ବାପା କ'ଣ କରିଛନ୍ତି, ବାପା ବଳ ପ୍ରୟୋଗ କରି ପୁଅ ସଞ୍ଜୀବ ଠାରୁ ଟାଙ୍ଗିଆକୁ ଛଡ଼ାଇଥିଲେ ଏବଂ ଟାଙ୍ଗିଆ ଛଡ଼ାଇ ସଞ୍ଜୀବ ବେକକୁ ପ୍ରଥମେ ଏକ ଚୋଟରେ ହାଣି ଦେଇଥିଲେ, ଯାହା ଫଳରେ ସଞ୍ଜୀବ ସେଠାରେ ଟଳି ଯାଇଥିଲେ। ଛଟପଟ କରୁଥିବା ସମୟରେ ବାପା ଆଉ ଏକ ଚୋଟ ପକାଇଥିଲେ ସଞ୍ଜୀବଙ୍କ ହାତରେ, ଯାହା ଫଳରେ ସଞ୍ଜୀବ ସେଠାରେ ଛଟପଟ ହଉଥିଲେ। ବାପା ଆଉ ଟାଙ୍ଗିଆର ପଛ ପାଖ ଅର୍ଥାତ୍ ଟାଙ୍ଗିଆ ଫସା ମାରିଥିଲେ ମୁଣ୍ଡକୁ, ଯାହା ଫଳରେ ଘଟଣାସ୍ଥଳରେ ସଞ୍ଜୀବଙ୍କର ମୃତ୍ୟୁ ହୋଇଯାଇଥିଲା। ତା ପରିବର୍ତ୍ତେ ଘଟଣାକୁ ଲୁଚେଇବାକୁ ଯାଇ ବାପ ଏବଂ ମା 2 ଜଣ ମିଶି ଘର ଠାରୁ କିଛି ଦୂର ଜଙ୍ଗଲରେ ନେଇ ଗାତ ଖୋଳି ପୁଅକୁ ପୋତି ଦେଇଥିଲେ। ପରବର୍ତ୍ତୀ ସମୟରେ ସେକେଣ୍ଡ ସ୍ତ୍ରୀ ଯେତେବେଳେ ଘରେ ନଥିଲେ, ସେକେଣ୍ଡ ସ୍ତ୍ରୀ ଯେତେବେଳେ ଘରକୁ ଆସିଲେ, ଯେତେବେଳେ ସ୍ୱାମୀକୁ ଖୋଜିଥିଲେ, ଯେତେବେଳେ ସ୍ୱାମୀକୁ ଦେଖିବାକୁ ପାଇନଥିଲେ, ପରବର୍ତ୍ତୀ ସମୟରେ ସେ ରେଙ୍ଗାଲି ଥାନାରେ ଯାଇ ଅଭିଯୋଗ କରିଥିଲେ। ଦେବାଶିଷ, କୈଳାସ, ଆପଣଙ୍କ ପାଖରୁ ଆମେ ଜାଣିବାକୁ ଚାହିଁବୁ ଯେ ବର୍ତ୍ତମାନର ସେଠାର ସ୍ଥିତି କ'ଣ ଅଛି? କାରଣ ଘଟଣାର 6 ଦିନ ପରେ ପୋଲିସ ଏଇ କଥା ଜାଣୁଛି। ପୋଲିସ ଆଉ କିଛି ଅଧିକ ତନାଘନା କରୁଛି କି?
ହଁ ଦେବାଶିଷ ଅଧିକ ତଦନ୍ତ ଜାରି ଘଟଣା ସ୍ଥଳରେ ଯଦି ଆମେ କହିବା ଯଦି ଦେଖିବା ଘଟଣା ସ୍ଥଳକୁ ରେଙ୍ଗାଳି ଆଇଆଇସି ଏବଂ ପାଲଲହଡା ଏସଡିପିଓ ଘଟଣା ସ୍ଥଳକୁ ଯାଇଥିଲେ ଏବଂ ଶବକୁ ମାଟିରୁ ଖୋଳି ବାହାର କରିଥିଲେ, ଶବକୁ ଜବତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ତାଳଚେର ମଣ୍ଡାପାଳକୁ ପୋଷ୍ଟମର୍ଟମ କରିବା ପାଇଁ ଯାହା ସୂଚନା ମିଳୁଛି ପଠାଯାଇଛି। ତାର ସେକେଣ୍ଡ ସ୍ତ୍ରୀ ଧାରଣାରେ ବସିଛନ୍ତି। କୋଉଠି ଧାରଣାରେ ବସିଛନ୍ତି ଦେବାଶିଷ? ସେ ଜିଲ୍ଲାପାଳ ଅଫିସରେ ବସିଛନ୍ତି ଏବଂ ପରବର୍ତ୍ତୀ ସମୟରେ ରେଙ୍ଗାଳି ଆଇଏସସି କ ମଧ୍ୟ ସାମ୍ନାରେ ମଧ୍ୟ ଧାରଣାରେ ବସିଥିଲେ ଯେ ମତେ ନ୍ୟାୟ ମିଳୁ ଏବଂ ମତେ ନ୍ୟାୟ ପ୍ରଦାନ କରାଯାଉ, ମୋର ଏକମାତ୍ର ସ୍ୱାମୀ କି ବାପ ଏବଂ ମା ଯେହେତୁ ହତ୍ୟା କରିଦେଇଛନ୍ତି, ମୋର ଆଉ କେହି ନାହିଁ, ମତେ ନ୍ୟାୟ ମିଳୁ। ଦେବାଶିଷ ଏ ଥିଲେ ଆମ କଣିଆ ପ୍ରତିନିଧି କୈଳାଶ ଚନ୍ଦ୍ର ନାୟକ, ଯିଏକି ସମ୍ପୂର୍ଣ୍ଣ ବିବରଣୀ ଦେଉଥିଲେ।